ହେଇଯିବ ବାପା ମୋ ଭବିଷ୍ୟତ ଅନ୍ୟ ରହିଯିବ। ଭବିଷ୍ୟତ ପାଇଁ ମୁଁ ତ ଅନ୍ୟମାନଙ୍କ ଭବିଷ୍ୟତ ନଷ୍ଟ କରି ଦେଇପାରିବି। କାରଣ ଆରେ ଘରର ଜମିବାଡ଼ିରେ ତୋର ଯେତିକି ଅଧିକାର ପିତା ଓ ରୋହିତର ସେତିକି ଅଧିକାର। ତଥାପି ସେମାନେ ନିଃସ୍ୱାର୍ଥପର ଭାବେ ଆରେ ତୋ ପାଠ ପଢ଼ା ପାଇଁ ସେମାନେ ତାଙ୍କ ଭାଗ ସମ୍ପତ୍ତିକୁ ବନ୍ଧକ ଦେଇସାରିଛନ୍ତି। ଆରେ ବାକି ଅଛି ଏଇ ଘର ଖଣ୍ଡିକ ଏତେକ ବିକ୍ରି କରିଦେଇ ସେମାନଙ୍କୁ ତମ ଗଛ ମୂଳକୁ ଠେଲି ଦେଇପାରିବିନି। ଆରେ ତୁ ଆଉ କୋଉ କଥା କହୁଛୁ? ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷ କେବେ ଏତେ ବଡ଼ ସ୍ୱପ୍ନ ଦେଖିବାର ତୁ ଜାଣିଛୁ? ଆରେ ଦି ଓଳା ଦି ମୁଠା ଭଲ ଅଭାବରେ ଖାଇପାରୁନଥିବା ମଣିଷ କେବେ ଏତେ ବଡ଼ ଆସନର ଅଧିକାରୀ ହେବାର ତୁ ଜାଣିଛୁ? ଆରେ ତାହେଲେ ତୁ ଏତେ ବଡ଼ ସ୍ୱପ୍ନ ଦେଖିପାରିଲୁ କେମିତି? ମୁଁ ସ୍ୱପ୍ନ ଦେଖିନି ଟିକେ ଦେଖିବା ପାଇଁ ଚାହିଁନଥିଲି। ସେଥିପାଇଁ ତମେ ମୋତେ କାର୍ଯ୍ୟ କରିଛ। ପାଠ ପଢ଼ିବାକୁ ନ ଯାଇ ମୁଁ ଯେତେବେଳେ ତମେ ସହିତ ଦିନକୁ ଯାଏ ମାଡ଼ ମାରି ମୋ ପିଠିରୁ ଚମଡ଼ା ବାହାର କରିଦେଇଛ। ଆଉ ପାଠ ପଢ଼ାରେ ଯେତେବେଳେ ମୁଁ ସ୍କୁଲକୁ ନେଇ ରୁଚି ବସେ ବାପା ମୋତେ ବୁଝେଇ ଦେଇ କହେ ମୋ ଧନଲା ପରା ତୁ ସ୍କୁଲକୁ ଯା ପାଠ ପଢ଼ି ବଡ଼ ମଣିଷ ହବୁ ଆମମାନଙ୍କ ନାଁ ରଖିବୁ। ଆଉ ଆଜି ପାଠ ପଢ଼ି ବଡ଼ ମଣିଷ ହେଲା ବେଳକୁ କହୁଛ କନ୍ୟା ପାଠପଢ଼ା ବନ୍ଦ କରିଦେ। ତାହେଲେ ମୁଁ କ'ଣ କରିବି ବାପା? ଆରେ ବିଲରେ ହଳ କରିବୁ ହଳ। ଆରେ ହିଡ଼ ମାଟି ହିଡ଼ରେ ନଦୀ ତୁ ମେହନତ କରିବୁ। ଆଉ ସେତକ କରି ନ କରିଲେ ତୁ ସହରକୁ ଯାଇ ରିକ୍ସା କାଢ଼ିବୁ ରିକ୍ସା। କ'ଣ କହିଲେ କାକା? ମୋ ମଣିଷ ପାଠ ନ ପଢ଼ି ରିକ୍ସା କାଢ଼ିବ ବିଲରେ ହଳ କରିବ କିନ୍ତୁ କାହିଁକି କାକା? ପଚାର ବାପା ସେ କଥା ଟିକେ ବାପାଙ୍କୁ ପଚାର। ଏତେ ପାଠ ପଢ଼ି ମୁଁ ଯଦି ଘରେ ବେକାର ରହି ବସେ ଏଇ ସମାଜର ଲୋକମାନେ କ'ଣ କରିବେ କହିଲୁ? ଲଜ୍ଜାରେ ଆମେ ମୁଣ୍ଡ ଟିକେ ବାଟ ଚାଲି ପାରିବାନି। ଲୋକମାନେ କହିବେ ଜଗବନ୍ଧୁ ଦାସ ତା ପୁଅଟାକୁ ପାଠ ସାଠ ନ କରି ଘରେ ବେକାର କରି ବସେଇଛି। ଆଉ ଲଜ୍ଜା ଆସିଲେ କିଏ ବି ଚାନ୍ଦରେ ମୁଣ୍ଡ ଟିକେ ବାଟ ଚାଲି ପାରିବ? ମୁଁ ତ କଥା ବୁଝୁଛି ରେ ମା। ହେଲେ ମୋ ଦାରିଦ୍ର୍ୟତା ମୋତେ ଆଜି ଉପହାସ କରୁଛି। କହୁଛି ଏ ଜଗବନ୍ଧୁ ଦାସ ଆରେ ତୁ ଏତେ ବଡ଼ ସ୍ୱପ୍ନ ଦେଖିପାରିଲୁ କେମିତି? ଆରେ କେମିତି ବାମନ ହୋଇ ତୁ ଚାନ୍ଦ ଧରିବାକୁ ଆଶା କରିପାରିଲୁ? ଆରେ ଯାହାର 5 ପଇସା ରୋଜଗାର କରିବାକୁ ସାମର୍ଥ୍ୟ ନାହିଁ ଯେ ଆଜି ଯାଏ ତୋରି ରୋଜଗାର ଟଙ୍କାରେ ତୋଳି ଆସି ଆରେ ସିଏ ଏତେ ଗୁଡ଼ିଏ ଟଙ୍କା ଆଣିବ କେଉଁଠୁ? ଆରେ କିଏ ଦବ ମୋତେ? ସେଥିପାଇଁ ତମର ଚିନ୍ତା କରିବା କିଛି ଦରକାର ନାହିଁ କାକା। ସେ ଟଙ୍କା ମୁଁ ଦେବି। ଟଙ୍କା କ'ଣ କହିଲୁ? ଟଙ୍କା ତୁ ଦେବୁ କିନ୍ତୁ ଏତେ ଗୁଡ଼ିଏ ଟଙ୍କା ତୁ ଆଣିଲୁ କେଉଁଠୁ? ଓହୋ କାକା କହିଲି ପରା ତମର କିଛି ଚିନ୍ତା କରିବା ଦରକାର ନାହିଁ। ନେ ମଣିଷ ଟଙ୍କା ନେ। ଏ ଟଙ୍କା ତୁ କେଉଁଠୁ ଆଣିଲୁ ନ କହିଲା ଦେ ଏ ଟଙ୍କାକୁ ସେ ଶୋଇପାରିବନି। ତମେ ତ ମୋତେ ଅବିଶ୍ୱାସ କରୁଛ କାକା। ଆରେ ଅବିଶ୍ୱାସ ନ କଲେ ବି ମୁଁ ବିଶ୍ୱାସ କରିପାରୁନି। ଆରେ ଯାହାର ମାସ ଶେଷକୁ ଦରମା ମାତ୍ର 5,000 ଟଙ୍କା। ଆରେ ଏ ପରିବାର ଚଳିବା ପାଇଁ ଅନ୍ୟମାନଙ୍କ ଠାରୁ ହାତ ପାତିବାକୁ ପଡ଼ିଥାଏ। ଆରେ ସିଏ ଏତେ ଗୁଡ଼ିଏ ଟଙ୍କା ଆଣିଲେ କେଉଁଠୁ? ଆରେ କହ ମୋ ପ୍ରଶ୍ନର ଉତ୍ତର ଦେ। ବାପା ପ୍ରଶ୍ନର ଉତ୍ତର ଦେ। ଆଜି ତାଙ୍କର ପ୍ରତ୍ୟେକ କଥାକୁ ମାନି ନେଇ ଆସିଛି। କେବେ ବି କୌଣସି କଥା ପ୍ରତିବାଦ କରିନାହିଁ। ଆଉ ଆଜି ଯଦି ମୁଁ ଡକ୍ଟର ହେବାର ପରିକଳ୍ପନା କରିଥାଏ ସବୁ ହେଉଛି ତୋରି ଦାନ। ବାପା ତୁ ଏତେ ଟଙ୍କା ଆଣିବୁ କହୁଛୁ? ନାଇଁ ନା ମଣିଷ ମୁଁ ତମ କିଛି କଥା କିଛି ବି କହିପାରିବି। କାହିଁକି କହିପାରିବୁନି? କ'ଣ ପାଇଁ କହିପାରିବୁନି? କାରଣ ଏଇଥିପାଇଁ କହିପାରିବିନି ଯେ ଏଇ ଟଙ୍କା ଆରେ ଗୀତା ଆରେ ତୁ ଅଟକି ଗଲୁ କାହିଁକି? ଆରେ କହ ତୁ ଏତେ ଗୁଡ଼ିଏ ଟଙ୍କା ଆଣିଲୁ କେଉଁଠୁ? ବାପା ତୁ ଏତେ ଗୁଡ଼ାଏ ଟଙ୍କା ଆଣିବୁ କହୁଛୁ? ମୁଁ ତମମାନଙ୍କୁ ସେସବୁ କଥା କିଛି ବି କହିପାରିବିନି। ମୋତେ କିଛି ପଚାରନି। ତାହେଲେ
ପାଇଛି ରୋକିଥିଲି ସେଇଟା ଗୋଟିଏ ବଡ଼ ବିଶ୍ୱାସୀ। ତମେ ମୋତେ ବିଶ୍ୱାସ କର ଦାଦା, ମୁଁ ଏମିତି କୌଣସି କାମ କରିନି ଯେ ଯୋଉଥିରେ ତମ ସମ୍ମାନକୁ ଆଘାତ ଆସିବ। ଯଦି କରିନୁ ତାହେଲେ ସତ କଥାଟା କହିବା ପାଇଁ ତୁ ଗୁଣ୍ଡ କଥା କରୁଛୁ କାହିଁକି? କେବଳ ଏଇଥିପାଇଁ ଯେ এই ଟଙ୍କା ତୁ ଅସତ ଉପାୟରେ ରୋଜଗାର କରିଛୁ। ମୁଁ ସବୁ ଶୁଣିଛି ଅପା, ଆଡୁଆଳରେ ଠିଆ ହୋଇ ମୁଁ ସବୁ ଦେଖିଛି। ଆଉ ସବୁ ଦେଖି ସାରିଲା ପରେ ମୁଁ ତତେ କୋଉ ଭାଷାରେ ସମ୍ବୋଧନ କରିବି ନିଜେ ବି ଜାଣିପାରୁନି। ତୁ ଶେଷରେ ତଳକୁ ଯାଇପାରିଲୁ ଭାଇ ଦିଟାକୁ ମଣିଷ କରିବା ପାଇଁ ତୁ ସମାଜର ଦଳପାଳକୁ ଜାଣିପାରିଲୁ କେମିତି? ତତେ ଆମେ ଭଉଣୀ ନ ଭାବି ଦେବୀ ବୋଲି ଭାବିଥିଲୁ, ଶେଷରେ ତୁ ବିଶ୍ୱାସ ବଟିବାକୁ ଲିଭାଇ ଦେଇଛୁ ବାପା। ଅନ୍ତର ବାହାଘରକୁ କଣ୍ଟା ବିଛାଇ ଦେଇଛୁ। ଆଉ କଣ କରି ଭଉଣୀର ଭାଇ ବୋଲି ପରିଚୟ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ଆରେ ନାଇଁରେ ମଣିଷ, ତୁ ସେମିତି କହନା, ତାହେଲେ ତୋ ଅପଟାକୁ ନା ଭାରି କଷ୍ଟ ହେଇପରେ। ମୁଁ କିନ୍ତୁ ବହୁତ ଖୁସି ଅଛି। ରୋଜଗାର ଟଙ୍କାରେ ପାଠ ପଢି ଡକ୍ଟର ହେଲେ ପାଠ ପଢି ଡକ୍ଟର ଅପେକ୍ଷା ସରକାରୀ କେନ୍ଦ୍ର ମୁଠାରେ ଆନନ୍ଦ ପାଇଛି। ପାପ ପଇସା ମୁଁ ଆଜି ପର୍ଯ୍ୟନ୍ତ ବଞ୍ଚିଛି, ତାହେଲେ ଔଷଧ ନ ଖାଇ ଟିକେ ବିଷ ପିଇ ଶାନ୍ତିରେ ଶୋଇଯାଇ ତୋ କାକା ଆଜି ତୋ ପାଇଁ ମରିଯାଇଛି ରେ। ରୋହିତ ମୁହଁର ଭାଷା ଆଉ ତୋର ଏ ନିରବତା ଆଜି ପ୍ରମାଣ କରିଦେଇଛି ଏ ଟଙ୍କା ଗୋଟିଏ ରୂପଜୀବୀର ଟଙ୍କା। ଏଇ ଟଙ୍କା ଗୋଟିଏ ବେଶ୍ୟାର ଟଙ୍କା। ଟଙ୍କାରେ ପାଠ ପଢି ଡକ୍ଟର ହେଲେ ମୋ ସାର୍ଟିଫିକେଟରେ କଲଙ୍କର ଦାଗ ଲାଗିଯିବ। ଆଉ ସମସ୍ତେ କହିବେ ଡକ୍ଟର ମୋହିତ ଗୋଟେ ବେଶ୍ୟାର ଭାଇ। ହେ ଭଗବାନ, ମୁଁ ଏମାନଙ୍କୁ କେମିତି ବୁଝେଇବି ଯେ ଏ ଟଙ୍କା ପାପ ଅର୍ଜିତ ଟଙ୍କା ନୁହେଁ ବୋଲି। ଆଉ ସଫେଇ ଦେବା ଆବଶ୍ୟକ ପଡୁନି। ଆରେ ଯେତେ ଶୀଘ୍ର ପାରୁଛୁ ତୁ ମୋ ସାମ୍ନାରୁ ଚାଲିଯା। ଆଉ ତୁ ଯଦି ନ ଯିବୁ ତାହେଲେ ମୁଁ ଏ ଘର ଛାଡ଼ି ଚାଲି ଯାଉଛି। ତମେ ଖାଲି ଘର ଛାଡ଼ି ଚାଲିଯିବ, ବରଂ ମୁଁ ଯେ ଘର ଛାଡ଼ି ଚାଲି ଯାଉଛି।
ଠିକଣାଟା ନ ଦେଇ କୁଆଡ଼େ ଚାଲି ଯାଉଛୁ ତୁ? ଆରେ ଏ ରୁହିତ ଗୋଟେ ବେଚାର ଠିକଣାଟା କହୁଛି ତତେ କଣ ତାକୁ ତାହେଲେ ଅଜଣା ଅଛି? ଜାଣିଛି ଲୋ ଅପା, ଗୋଟେ ବେଚାର ଠିକଣା ତଥାପି ସେ ନର୍କରୁ ବି ନିର୍ମାଲ୍ୟ ମିଳିଥାଏ। ତୁ କଣ ମତେ ସେ ନିର୍ମାଲ୍ୟର ସନ୍ଧାନ ଦେବୁନି ଅପା? ରହିଲ! ଆରେ ଗୋଟେ ବେଶ୍ୟା ପାଇଁ ତ ମନରେ ଏତେ ଦରଦ କାହିଁକି? ବେଶ୍ୟା ମୋ ଅପା ନୁହେଁ କାକା, ସେ ଗଙ୍ଗା ପରି ପବିତ୍ର, ଫୁଲ ପରି ନିର୍ମଳ, ତା ଦେହରେ ଟିକେ ବି କଳଙ୍କ ନାହିଁ। ଆରେ ତାହେଲେ ସେ ଏତେ ଗୁଡ଼ିଏ ଟଙ୍କା ଆଣିଲା କେଉଁଠୁ? ମାନେ କାକା କଣ ରୋହିତ, ଅପା ଏତେ ଗୁଡ଼ା ଟଙ୍କା ଆଣିଲା କୋଉଠୁ? ଝରକା ପାଖେ ଠିଆ ହଉ ସବୁ ଶୁଣିଛି ଅପା। ମୋ ପାଇଁ ସେ କରୁଛୁ କଣ କରିଥାନ୍ତି? ଏସବୁ ଯାହା କହୁଛି ସବୁ ମିଛରେ। ବିଶ୍ୱାସ କର, ତୁ ତା ନିଜ ଭାଇ ନୁହେଁ ବୋଲି ଯେତେବେଳେ ଏମିତି ଇଚ୍ଛା କରୁଛି ତୁ ତାକୁ ମୋଟେ ବିଶ୍ୱାସ କର। ଆରେ ରୋହିତ ତତେ ମିଛ କହୁଛି? ତାହେଲେ ତୁ ମୁଣ୍ଡ ଛୁଇ ନିୟମ କରି କହିବାରୁ ତୁ ଚାକିରିରୁ ଅବସର ନେଲୁ ବୋଲି? କାକା ମୁଣ୍ଡକୁ ନିୟମ କରି କହ ଅପା କହ। ତୁ ଯଦି କାକାକୁ ନିଜ ବାପ ଠାରୁ ଅଧିକ ଭଲ ପାଉଥାଉ ତାହେଲେ କାକାଙ୍କ ମୁଣ୍ଡ ଛୁଇ ନିୟମ କରି କହ ଏ କଥା କଣ ମିଛ? କହ ଏ କଥା ସତ ନା ମିଛ? ଏ କଥା ସତ ନା ମିଛ? ଏ କଥା ସତ ନା ମିଛ? ଆରେ କେତେ ଲୋକ ବୁଝାଇ ହାତ ପଠେଇଲେନି, କେତେ ଲୋକଙ୍କୁ ମୁଁ ନେଉନାହିଁ, ହେଲେ କେହି ମୋ ଦୁଃଖ ବୁଝିଲେ। ଆଉ 3 ଲକ୍ଷ ଟଙ୍କା ନହେଲେ ତୁ ଡାକ୍ତରୀ ପରୀକ୍ଷା ଦେଇପାରିବୁନି। ଆରେ ଏ ରୋହିତ, ତୋ ଅପା ଏକୁ ତାର ପଢିଥାନ୍ତେ କେମିତି? କେବଳ ସେଇଥିପାଇଁ ନିଜ ଇଚ୍ଛାରେ ମୋ ଚାକିରିରୁ ଅବସର ନେଇ ଆଉ ଯଦି ତମେ ଭାବୁଥାଅ ଏଥିପାଇଁ ମୁଁ କିଛି ଭୁଲ କରିଛି, ଦେବୀ ପ୍ରତିଭାକୁ ମୁଁ ଭୁଲ ବୁଝି ତୋ ମନରେ ଯେ ଉଆଘାତ ଦେଇଛି, ଆରେ ସେଥିପାଇଁ ତୁ ମୋତେ କ୍ଷମା କରିଦେ। ତୁ ଦେବୀ ନା ମାନବି ମୁଁ ଜାଣିନି, ଆଜି ତୋର ଇଚ୍ଛା ସମସ୍ତ ପ୍ରତ୍ୟେକ ଭାଇମାନଙ୍କ ପାଇଁ ଉଦାହରଣ ହେଇ ରହିଯିବ। କାହିଁକି ଅପା କାହିଁକି ମୋ ଭବିଷ୍ୟତ ପାଇଁ ତୋ ଭବିଷ୍ୟତରୁ ତୁ ଅନ୍ଧାରକୁ ଚାଲିଗଲୁ। ମୋତେ ଆଲୋକ ଦେଖେଇବାକୁ ଯାଇ ତୁ କାହିଁକି ଅନ୍ଧାରରେ ଅଧିଗଲୁ? ଆରେ କେବଳ ତ ଖୁସି ପାଇଁ ତୁ ଯେତେବେଳେ ଡାକ୍ତର ହେଇ ଗାର୍ମେଣ୍ଟରେ ଚାଲିଯାଇଥିଲା ନା, ମୋର ସବୁ ଦୁଃଖ ପାଣି ପୋଟକା ପରି ମିଳେଇଯିବ। ଜାଣ ମୋହିତ ଆଉ
ଧୁମଧାମରେ କରିବି। ସତର ରାଜକୁମାର ପକ୍ଷୀରାଜ ଘର କରି ଆସିବ। ଆଉ ଆମ ଅପାର ହାତ ଧରି ବୁର୍କିନା ଚାଲିଯିବ। ସେଦିନ କିନ୍ତୁ ମୁଁ ବହୁତ ଖୁସି ହେବି ବାପା। ଆଉ ସେଦିନ ଆମେ ଦି ଭାଇ ହସି ହସି କହିବୁ ମୋ ଅପା ଯାଉଛି ଶାଶୁ ଘରକୁ।
Bye.